श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि पुत्रदा एकादशी। एही पवित्र दिन रे आसंतो एकादशी कथा निश्चय श्रवण करिबा। युधिष्ठिर उवाच, कृष्णर पूजा विधि करी पचारे पुण दंडधारी। पौषर शुक्ल एकादशी कहिबा नाम विधि मेसी। जेथि अधिदेव सेवा करिण कि फल पाइबा। श्रीकृष्ण वाच, कहन्ति कृष्ण लोकहित जहा पचार पाण्डुसुत। पौषर शुक्ल एकादशी कहिबा शुण हे विशेषी। पूर्व विधि रे विधेय जान पुत्र दाना मध्येय। अधिदेवता नारायण से सर्व सिद्धिर कारण। ए सर्व पाप हरा परा विद्या जसरे करे तोरा। शुण ए शुक्ल कथनक जेना से पाप भय शोक। एक ही नामे भोगवती पुरी तहिरे नरपति। हेले सुके तु मान नाम दान दयालु जित काम। पुत्र न पाई मन रथे नेले से केते काल दुखे। बहुत धर्म करी राजा न पाई वंशधर प्रजा। व्याकुल होई पचारंती केने होइब सुर प्राप्ति। किय बा एथि तीर्थ व्रत किय बा यज्ञ विधि तत्व। ए रूपे सेव्या सहित रे प्रत्यह दुखित हेबारे। पुर नगर बल कोश काहिरे नहिरे सरस। ए जायापति दुई जन नित्य रे शोक परायण। जान हे राजा पितृगण ए दत्त जलांजलि मान। चिंता विश्वासे उष्ण करी भंजंती काल अनुसरी। एथि उतारु देखी नाहु आंभर तपईता केहू। एमंत करी अंतर्गत ए प्रजापितादि दुखित। मित्र मात्य बंधुवन पदाति अश्वगज धन। एमाने काहि नोहे प्रीत राजार एक सुते चित। जन्म विफल पुत्र बिना देश ईशो गृहर सीमा। देव मनुष्य पितृऋण सुझा न जाए दुख मन। तेणु पुत्रर जन्म पाई प्रयत्न करिबा जोगाई। इहलोकरे अछि कीर्ति परलोकरे सुभगति। जे साधु द्वारा पुत्रवंत जान से पूर्वे पुण्यवंत। एहि मानंकु धन्य बोली आरोग्य आयुष संखोली। कृष्ण रे भक्ति पूर्व पुण्य ए पुत्र संपत्ति साधन। केहि देवा
ତାକୁ ପୁତ୍ରବନ୍ତ ହେଲେ ସନ୍ତତ ଚିନ୍ତାଗ୍ରସ୍ତ। ସନ୍ଧ୍ୟା ନିଶ୍ଚିତ ଉଷା ପ୍ରାତ ଏ ସର୍ବକାଳେ ଅନିଦ୍ରିତ। ଆପଣା ବିନାଶ ବିଚାରେ ଏ ଆତ୍ମା ବିଘାତ ପାପୁଣ୍ଡରେ। ବୃଦ୍ଧତ୍ୱ ପୁତ୍ରିକ ଦୁଇ ଅକୀର୍ତ୍ତି ନରକ ଯେ ଦୁଇ। ଯେବେ ମୁଁ ମୃତ୍ୟୁ ବିଚାରିବି ଏ ଦୁଇ ଅଧିକ ପାଇବି। ସୁବୁଦ୍ଧି ପୂର୍ବରୁ ବିଚାରି ଆପଣା ହିତ ହେତୁ କରି। ଆପଣା ଅସୋଆ ରହିଲେ ଅସ୍ଫୁଟେ ରାଜା ବନେ ଗଲେ। ମନ୍ତ୍ରୀ ଅମାତ୍ୟ ପୁରୋହିତ ପଦାତି ପ୍ରଜା ଏ ସମସ୍ତ। ଖୋଜି ନ ପାଇଲେ ଉଠିଲେ ଶକୁନି କୁଶଳ ଜାଣିଲେ। ରାଜା ଗହନ ବନ ଗଲେ ପ୍ରାଣରେ ଇଚ୍ଛା ନାହିଁ ଭଲେ। ବରାହ ଶୃଗାଳ ଭଲୁକ ବିପିନ ମାର୍ଜାର ଅନେକ। ଅସଂଖ୍ୟ ଗଣ୍ଡା ଦିଗୟଳ ସର୍ପ ଶାର୍ଦୂଳ ଦନ୍ତାବଳ। ଏମାନେ ଯୁଗ ଯୁଗ ଥାଇ ଯହିଁ ବୁଲନ୍ତି ମତ ହୋଇ। ବିବିଧ ମୃଗ ପକ୍ଷୀବନ୍ତ ଏ ଘୋର ବିପିନର ଅନ୍ତ। ସଂଚାର କଲେ ନରପତି ବିପିନ ବୃକ୍ଷକୁ ଦେଖନ୍ତି। ବଟ ଷଷ୍ଠ ବିଲ ତାଳ ଖର୍ଜୁର ପଣସ ବକୁଳ। ତିନ୍ଦୁକ ସପ୍ତ ପର୍ଣ୍ଣିଶାଳ ତିଳକ ସବଳ ତମାଳ। ଇଙ୍ଗୁଦି ସାତକ ନିମ୍ବ ଜମ୍ବୁକୁଟ ଜଲଙ୍କାମ୍ବ। ପାଟଳ ଫଣା ଫଳ ଆମ୍ବ କର୍ମାଶା ବୀରକ କଦମ୍ବ। କେଉଟ ଜମ୍ବୁକ ତେନ୍ତୁଳି ଡିମ୍ବିରି କପିଥ ବଦରି। ଦେଖିଏ ଆଦି ବୃକ୍ଷମାନ ନୃପତି ପାଶରିଲେ ସ୍ନାନ। ହୁଙ୍କାର ଊର୍ଦ୍ଧ୍ୱକୁ ବାହାରି ଭୁଜଙ୍ଗେ ରହିଛନ୍ତି ପୁରୀ। ଦେଖିଲେ ଯୂଥପତି ସତ ନୃପତି ହେଲେ ଆଚମ୍ବିତ। ଶ୍ରୀକୃଷ୍ଣ ପାଦେ ମନ ଦେଇ ନୃପତି ଚିତ୍ତେ ବିଚାରଇ। ଯାଉଛି ସୁଖୀ ତାଳୁ କଣ୍ଠ କ୍ଷୁଧା ନଳେ ଜଳେ ପେଟ। କରି ମୁଁ ଥିଲି କି ଦୁଷ୍କୃତ ଇଦୃଶ ଦୁଃଖ ହେଲା ପ୍ରାପ୍ତ। ଦେବଙ୍କ ଯୋଗେ ଯାଗ କରି ନାନା ବିଧିରେ ପୂଜା କରି। ଅତିଥି ବ୍ରାହ୍ମଣ ବିଶେଷ ଦାନ ଭୋଜନେ କଲିତୋଷ। ସର୍ବଦା ପ୍ରଜାମାନଙ୍କୁ ହିଁ ପୁତ୍ରର ପ୍ରାୟ ପାଳିଲଇଁ। ଏକି ଦାରୁଣ ଦୁଃଖ ଭେଳା କି ଅର୍ଥେ ଅକାରଣ ହେଲା। କାରଣ ବିନା କାର୍ଯ୍ୟ ନାହିଁ ଥିଲା ପ୍ରାନ୍ତେ ନ କର୍ମଲି। ଏତେ ବିଚାରି ଧୀର ହେଲେ ଆଗବନକୁ ବିଜେ କଲେ। ଦେଖିଲେ ଅତ୍ୟୁତ୍ତମ ସର ସରୋଜେ ସ୍ୱର୍ଦ୍ଧେ ମାନସର। ମତ୍ସ୍ୟ ମକର ଆଦି ଯହିଁ
ଅଛନ୍ତି ଜଳଚର ହୋଇ। ବଟା ବଟରେ ବକ ସଙ୍ଗେ ଖେଳନ୍ତି ଯହିଁ ନାନା ରଙ୍ଗେ। ଲକ୍ଷ୍ମଣାରତି ଲକ୍ଷ୍ମୀ ଧରି ସାର ସରସ ଅବଧାରୀ। ଯହିଁ ବିହାରେ ମନୋହରି ଭୃଙ୍ଗର ସଙ୍ଗେ ଭୃଙ୍ଗ ପରି। କି କହି ଜଳର ନିର୍ମଳ ଯହିଁରେ ନିତ୍ୟ ଋଷି ମେଳ। ଏସର ସମୀପେ ପୂଜନ ଦେଖିଲେ ବହୁତ ଆଶ୍ରମ। ଶୁଭ ଶଙ୍କୁମ ମାନ ଦେଖି ଶୁଣିମା ହେଉ ନୃପ ରଖି। ଦକ୍ଷିଣ ଜାନୁ ଭୁଜ ନେତ୍ର ସ୍ଫୁରିଲା ଦେବେ ମନୋରଥ। ବସି ଅଛନ୍ତି ମୁନି ଗଣ କରନ୍ତି ଜପ ଯୋଗ ଧ୍ୟାନ। ଦେଖି ଆନନ୍ଦେ ଅତି ଦୂରୁ ଓହ୍ଲାଇ ରାଜା ହୟ ବରୁ। ଆଶ୍ରମେ ଯାଇ ସୁସ୍ଥ ହୋଇ ଜଣ ଜଣକେ ପ୍ରାଣମୟୀ। କହିଲେ ଯୋଡ଼ି ବେନିକର ଶୁଣିମା ହେଉ ନୃପବର। ଭାଗ୍ୟରୁ ଦେଖିବାରୁ ମନ କିଛି କରିବି ନିବେଦନ। ଉତ୍ତମ ବ୍ରାହ୍ମଣ ଭୋଜନ ଦେଇ ପୂଜିଲେ ଦେବଗଣ। କଲି ଅତିଥି ଇଚ୍ଛା ଦାନ ଯେଅବା ଜଣା ବ୍ରତମାନ। କଲି ହି ଯଜ୍ଞ ଦାନ ତୀର୍ଥ କେହି ନ କରେ ମୋର ଅର୍ଥ। ରାଜ୍ୟ ମାତ୍ୟ କୋଶେ ଜାତ ଏମାନେ ହେଲେ ବିଷବତ। ପ୍ରାଣରେ ନିରୁତ୍ସାହ ହୋଇ ଅସ୍ଫୁଟେ ଚାହିଁ ଅଇଲାଇଁ। ଆତ୍ମାଘାତକୁ ନ କରିବି ଜନ୍ତୁ ଏ ମାଇଲେ ମରିବି। ଏହି ବିଚାର ସିଦ୍ଧ କରି ଛାଡ଼ିଲେ ଭୋଗବତୀ ପୁରୀ। ପଡ଼ିଲେ ଜନ୍ତୁଙ୍କ ଆଗର ସେ ବାଟ ଭାଙ୍ଗି ଗଲେ ଦୂର। ଆସିବା ବେଳେ ଆଶ୍ରମ ଦେଖିଲି ହେଲା ଗତି ଶ୍ରମ। ଆପଣ ମାନଙ୍କୁ ଦେଖିଲି ଦୁରିତ ମତି ଉପେଖିଲି। ଗଲି ମୁଁ ତୁମ୍ଭରେ ଶରଣ ରଖିବ ମୋତେ ଋଷିଗଣ। ଶୁଣି ରାଜାର ସତ୍ୟବାଣୀ ଋଷିଏ ଚିତ୍ତ ବୃତ୍ତି ଜାଣି। ପ୍ରସନ୍ନ ହୋଇଲୁ ବୋଇଲେ ଯେ ଇଚ୍ଛା କହ ଆମ୍ଭ ମେଳେ। ଅତି ଆନନ୍ଦ ହୋଇ ରାଜା ମୁନିମାନଙ୍କୁ କରି ପୂଜା। କହିଲେ ଯୋଡ଼ି କର ଦୟ ହୋଇବା ମୋହରେ ସଦୟ। ଏମନ୍ତ କହି ଦଣ୍ଡଧାରୀ ଶିରେ ଅଞ୍ଜଳି ପୁଟ କରି। ପାଦେ ପଡ଼ିଲେ ଦଣ୍ଡ ପରି ଅଛିଲୋତକ ନେତ୍ରେ ପୁରୀ। ସର୍ବଜ୍ଞ ସ୍ୱଭାବେ ଆପଣ କିୟ ବା ପ୍ରକାଶିବି ପୁଣ। ଆପଣ ମାନେ କେହୁ ଜାଣ ଜାଣିବି ନିସଂଶୟ ପୁଣ। ଶରଣ ଜନେ ରକ୍ଷା କର କୀର୍ତ୍ତି କି କରିବି ପ୍ରଚାର। ନୃପବଚନେ ମୁନିମାନେ କହିଲେ ବିଶ୍ୱଦେବା ଗଣେ। ଆମ୍ଭେ ଆସିଛୁ ଈଶ୍ୱରକୁ
ମାଘରେ ସ୍ନାନ କରିବାକୁ କାଲି ପୁତ୍ରଦା ଏକାଦଶୀ ଯହିଁରେ ବିଷ୍ଣୁ ହୋଇ ତୋଷୀ ବ୍ରତକାରୀଙ୍କୁ ପୁତ୍ର ଦାନ କରନ୍ତି ନୃପଏ ନିଦାନ ଜାଣିଲି ତୁମ୍ଭର ମାନସ ପୁତ୍ର ଭାବେ ଅସନ୍ତୋଷ ତୁମ୍ଭର ଭାଗ୍ୟ ବଳୁ ଆଜ ପ୍ରବେଶ ହେଲେ ବ୍ରତରାଜ ଏଠାରେ ରହି ମହାବ୍ରତ କର ରାଜନ ବିଧିମତ ଆମ୍ଭମାନଙ୍କୁ ଅଭିଷେକ ତୁମ୍ଭର କର୍ମ ପରିପାକ ଏ ମହାବ୍ରତର ପ୍ରସାଦ ଅବଶ୍ୟ ତୁଟିବ ବିଷାଦ ଏମନ୍ତ କହି ଉପଦେଶ ଦେଲେ ସେ ବ୍ରତର ବିଶେଷ ମୁନିଙ୍କ ଠାରୁ ଉପଦେଶ ପାଇ ଆନନ୍ଦେନ ରଇସ କଲେ ବିଧାନ ମହାବ୍ରତ କାମନା ବଂଶଧର ସୁତ ପୂଜା ସାଗର ଉପବାସ ଦଶମୀ ଦ୍ୱାଦଶ ବିଶ୍ୟ ଯେ ଅନ୍ୟ ପୁଣ୍ୟବାନ ବିଧି କଲେ ନୃପତି ମହାବିଧି ପ୍ରାତଃକାଳରେ ସ୍ନାନ ସାରି ସେ ସନ୍ଧ୍ୟା ପୂଜା ଆଦି କରି ମୁନିମାନଙ୍କୁ ପୁନଃ ପୁନଃ ପ୍ରଣାମ କଲେ ସେ ରାଜନ ଚାହିଁ ରାଜାଙ୍କୁ ମୁନିମାନେ ଆଶିଷ କଲେ ଜଣେ ଜଣେ ରାଜା ମଙ୍ଗଳେ ଗୃହେ ଯାଉ ପୁତ୍ରାଦି ଫଳ ବେଗେ ପାଉ ହେମନ୍ତ ମୁନିଙ୍କ ଆଶିଷ ଘେନି ଆଦରେ ନ ରଇସ ଦ୍ୱାଦଶୀ ହବିଷ୍ୟ ସାରିଲେ ଅସଆରହି ଗୃହେ ଗଲେ ରାଜା ଆସିଲେ ବୋଲି ଜାଣି ଯେ ଯାହା ଭେଟି ମାନ ଘେନି ମନ୍ତ୍ରୀ ଅମାତ୍ୟ ପ୍ରଜା ଭୃତ୍ୟ ଭେଟିଲେ ହୋଇ କୃତ କୃତ୍ୟ ନୃପ ପ୍ରସନ୍ନ ମୁଖ ଦେଖି ସମସ୍ତେ ହେଲେ ମହାସୁଖୀ ଜାଣି ରାଣୀର ଋତୁ ସ୍ନାନ କଲେ ନୃପତି ଆଲିଙ୍ଗନ ମନକୁ ଜାଣି ଉଲ୍ଲସିତ ମନ ତନୟ ତଥା ଭୂତ ଗର୍ଭ ଧଇଲେ ମହାଦେଇ ଦେଖି ଆନନ୍ଦ ଯେତେ ଧ୍ୟାଇ ବେହେରା ମାନେ ଉତ୍ସୁକିତ ଦଶମ ମାସେ ହେଲା ସୁତ ପୁଣ୍ୟ କର୍ମରେ ହେଲା ଯେଣୁ ଅତି ତପସ୍ୱୀ ହେଲା ତେଣୁ ଦିନକୁ ଦିନ ସେ ବଢ଼ିଲେ ଶୁକ୍ଳ ପକ୍ଷରେ ଶଶି ତୁଲେ ଆପଣା ସମଗୁଣ କରି ଦେଖି ପୁତ୍ରକୁ ଦଣ୍ଡଧାରୀ ସମର୍ପି ଦେଇ ରାଜ୍ୟଭାର କଲେ ସେ ଋଷିଙ୍କ ବ୍ୟବହାର ତେଣୁ ତମ ଏ ପୁତ୍ରଦା ବ୍ରତକୁ କରିବେ ସର୍ବଦା ସୁଖୀ ହୋଇବେ ପୁତ୍ରେ ଯାଇ ଅନ୍ତେ ରହିବେ ସ୍ୱର୍ଗେ ଯାଇ ଏ ବ୍ରତ ସୁଗୁପ୍ତ ମୋହର ତୁମ୍ଭର ସ୍ନେହ ଯୁଧିଷ୍ଠିର କହିଲି ସ୍ଥିର ଚିତ୍ତ ହୋଇ ଏ ବ୍ରତ ସ୍ୱର୍ଗବାସ ହୋଇ। ଇତି ଶ୍ରୀ ବ୍ରହ୍ମାଣ୍ଡ ପୁରାଣେ
ପୌଷ ଶୁକ୍ଳ ପୁତ୍ରଦା ଏକାଦଶୀ ମହାତ୍ମ୍ୟ ଚତୁର୍ଥ ଅଧ୍ୟାୟ। ଏବେ ଆସନ୍ତୁ ଏହି ଏକାଦଶୀରେ ତୁଳସୀ ଦେବୀ ମହାପୁରାଣ ଅଳ୍ପ ସମୟ ହେଉ ପଛେ ପାଠ କରିବା। ଆଜିର ବିଷୟ ମାନବ ବିଷ୍ଣୁଙ୍କର ଭୂଷଣ୍ଡ କାକ ସଙ୍ଗରେ ଭେଟ ଓ କଥୋପକଥନ। ପରୀକ୍ଷିତ ଉବାଚ ପୂଛା କଲେ ପରୀକ୍ଷିତ ଯୋଡ଼ିବେନି କର, ବୁଝାଇଣ କୁହ ମତେ ହେ ମୁନି ପ୍ରବର। ମାନବ ବିଷ୍ଣୁ କିମ୍ ପାଇଁ ଆଗ୍ରହୀ ହୋଇଣ, ଗଲେ ମହାନିତ୍ୟ ଧାମ କରି ଦର୍ଶନ। ତ୍ରିପୁରା ସୁନ୍ଦରୀ କିମ୍ପା ନେଲେ ସଙ୍ଗତରେ, ସନ୍ଦେହ ଲାଗିଲା ଦେବ ମୋହର ମନରେ। ବୁଝାଇଣ ସେହି କଥା କହିବ ଗୋସାଇଁ, ଶୁଣିବା ପାଇଁ ଶରଧା ମୋ ମନେ ଅଛଇ। ପରୀକ୍ଷିତଙ୍କ ବଚନେ ଆନନ୍ଦିତ ହୋଇ, କହନ୍ତି ପୁଛିଲା ଯାହା ଶୁଣ ମନ ଦେଇ। ଶ୍ରୀ ଶୁକ ଉବାଚ ମାନବ ବିଷ୍ଣୁଙ୍କ କଥା ଶୁଣ ଦେଇ ମନ, ମୋର ମଣ୍ଡଳରେ ସଦା ହନ୍ତି ଅବତୀର୍ଣ୍ଣ। ଲଭନ୍ତି ଜନି ଜନମ ମୋର ତ ମଣ୍ଡଳେ, ନିଜେ ବଡ଼ ବୋଲି ଗର୍ବ କରନ୍ତି ଅନ୍ତରେ। ଲକ୍ଷ୍ମୀ ଦେବୀ ଆମ୍ଭ ପତ୍ନୀ ଜଗତରେ ମାତା, ପାଳନ କରତା ଆମ୍ଭେ ଜଗତର ପିତା। ଆମ୍ଭ ବିନେ ଗତି ମୁକ୍ତି କେ ପାରିବ ଦେଇ, ଆମ୍ଭ ଠାରୁ ଶ୍ରେଷ୍ଠ କେହି ବ୍ରହ୍ମାଣ୍ଡରେ ନାହିଁ। ଆମ୍ଭେ ସର୍ବଜୀବଙ୍କର ଅଟୁ ପିତା ମାତା, ସଚରାଚର ଜୀବର ଗତି ମୁକ୍ତି ଦାତା। ଏସନ ବିଚାରି ମନେ ଗୌରବ ବହନ୍ତି, ନିଜର ବଳିମା ପଣ କେବେ ନ ଛାଡ଼ନ୍ତି। ଏକ ଦିନ କର କଥା ଶୁଣ ରାଜନ, ଭ୍ରମିବା ପାଇଁ କି ନିଜେ ବଳାଇଣ ମନ। ମାନବ ବିଷ୍ଣୁ ଚଳନ୍ତି ଆନନ୍ଦିତ ହୋଇ, ପ୍ରକୃତି ରାଣୀ ସୌନ୍ଦର୍ଯ୍ୟ ମନ ନିଏ ମୋହି। ଆପଣାର ମନ ମଧ୍ୟେ କରନ୍ତି ବିଚାର, ଏ ରମ୍ୟ ରଚନା ସିନା ସକଳ ମୋହର। ନାନା ଜୀବ ପକ୍ଷୀ କୀଟ ତରୁ ଆଉ ତୃଣ, ହସୁଛନ୍ତି ମୋର ସ୍ନେହେ ହୋଇଣ ପାଳନ। ସବୁରି ଘଟରେ ମୋହି ବିଜେ କରିଅଛି, ତରୁ ତୃଣ ସର୍ବସ୍ଥାନେ ପୁରି ରହିଅଛି। ଏସନ ଆପଣା ମନେ କରିଣ ବିଚାର, ଦେଖୁଛନ୍ତି ଶୋଭା ରାଶି ପ୍ରକୃତି ରାଣୀର। ଏହିପରି ଦେଖି ଦେଖି କିଛି ଦୂର ଗଲେ, ଅଦ୍ଭୁତ ପକ୍ଷୀ ଗୋଟିଏ ସେଠାରେ ଦେଖିଲେ। ଯେଉଁଠାରେ ଦେଖିଲେ ଯେ ନର ନାରାୟଣ, ନୀଳଗିରି ଅଟଇ ସେ ପର୍ବତର ନାମ। ଯହିଁ ପୂଜା ପାଉଥିଲେ ବାରୁ ନାରାୟଣ, ତାଙ୍କରି ନିକଟେ ଅଛି ସେ ପକ୍ଷୀଟି ଜାଣ। ଭୂତ ଭବିଷ୍ୟତ ଜ୍ଞାତା ସେହିଟି ଅଛଇ, ଚତୁର୍ଦଶ ଭୁବନର ବାରତା ଜାଣଇ। ମହାଜ୍ଞାନୀ ଅଟଇ ସେ କାକ ଗୋଟି ଜାଣ, ମାନବ ବିଷ୍ଣୁଙ୍କୁ ଜଣା ନଥାଏ ମାନ। କାକର ନିକଟେ ଯାଇ ପରବେଶ ହେଲେ, ଗରବ ବହି ତାହାଙ୍କୁ ଓଳଗି ନହିଲେ। ଭୂଷଣ୍ଡ ବୋଲଇ ଏଡ଼େ ଅଜ୍ଞାନୀ ଯା ଛାର, ତେଳେ ମାତ୍ର ମୋତେ ନ କରିଲେ ତଖାତର।
कि विष्णु देखाई हुओ मोर तो धामरे जोने जन्म हेउछ मोर संसार रे तुम्भ परी केते विष्णु लभिले मरण कल्प कल्प बीती जाए अच्छे मोए स्थान मानव देहण बही एडिकी बड़ाई कि गौरव बहु अछ जोनि जन्म पाई भूषण काकर कथा शुणी नारायण बोलती हे काक मोर अपराध क्षम न जानिला पणे बे अरजिछि दोष दया करी क्षमा कर आहे काक ईश गर्भबहीन तुम्भଙ୍କୁ कलिबे खातर उपयुक्त प्रतिफल लभिलेणे तार आउ भर्सना दियो ना माने गला मन तुम्भ पाद तळे पशुछि शरण दया करी कुह मते जीव मुक्ति तत् जने जन मन होई न आसिबी मर्त्य तहु भूषण बोलती सुदया करीण हे मानव विष्णु शुण मोहर वचन गोलक महानित्य रे प्रभु परम ब्रह्म नित्य रास करुछंती राधा को नेण पर रज ससवद अष्ट सखी संगे 16 सहस्र गोपी रहिछंती संगे श्री राधाଙ୍କ संगे करुछंती क्रीड़ा मान सही रास क्रीड़ा जेबे करिब दर्शन दोष दुर्बलता तब होइब छेदन काले काले न पाइब आउ जोनि जन्म मानव विष्णु कहती तहि जीवा पाई तेबण पथ मतेटी दियंतु बताई भूषण कहती बड़ अगम्य ए पथ आन केहि जीवा पाई नुहंती समर्थ छाड़ी गोटी द्वार परे महानित्य धाम से द्वार रे त्रिपुरांक निज वास स्थान जेते गुणी जन बळे न पारिब जाई भक्ति रे संतुष्ट एका सेही महामाई जेबे भक्ति बळे तांको पारिबु मनाई गोलकर हास तते देवे से देखाई तोह बळे न पारिबु से स्थान को जाई मानव विष्णु शुणिण दुखित जे होई भूषण काक पୟରେ प्रणिपात कले बाहुड़ी से ठारू निज पुरको आइले गृह प्रवेश विमर्श मनरे रहिले ऋषिंक वचन शुणी परीक्ष बोइले परीक्षित वाच एथु अंते केउ कथा होइला घटना दया करी न कहन्तु बड़ी अछि मन तब मुख शुणिबाकु तुलसी महिमा दया करी कुह मते आहे महात्मा परीक्षितंक विनय देखि ऋषि बर जेउ कथा पूछा कल शुण नरवर श्री शुकवाच गृहे मानव विष्णु जे परवेश हेले
ତ୍ରିପୁରାଙ୍କର ସେବାରେ ସେଦିନ ଲାଗିଲେ। ଭକ୍ତି ଭରେ ପୂଜା କଲେ ତାଙ୍କର ପୟର। କେତେ ଦିନ ଗତ ହେଲା ସେହି ବିଷ୍ଣୁଙ୍କର। ଜଗତ ଜନନୀ ଦେବୀ ତ୍ରିପୁରା ଜନନୀ। ଦର୍ଶନ ନ ପାଇଲେ ନିଜେ ବିଷ୍ଣୁ ପୁଣି ଅତ୍ୟନ୍ତ ଦୁଃଖିତ ହୋଇ କହନ୍ତି ବଚନ। ବେନିକର ଯୋଡ଼ି ସ୍ତୁତି କଲେ ଉଚ୍ଚାରଣ। ନମ ମା ତ୍ରିପୁରା ଦେବୀ ଜଗତ ଜନନୀ। ସୁର ନର ବନ୍ଦ୍ୟ ମାଗୋ ତ୍ରିପୁର ମୋହିନୀ। ନମ ମା ତ୍ରିପୁରା ଦେବୀ ମହାନିତ୍ୟ ଧାମ। ସଦା କାଳେ ଜନନୀ ଗୋ ତୁମ୍ଭ ବାସ ସ୍ଥାନ। ମୁଁ ଅଧମ ସୁତ ପଡ଼ି ଅତ୍ୟନ୍ତ ଦୁଃଖରେ। ରକ୍ଷା କର ଜନନୀ ମୁଁ ଡାକୁଛି କାତରେ। ଏପରି ଅନେକ ଦୁଃଖ ଯହୁଁ ସ୍ତୁତି କଲେ। ଶୁଣ କରି ନ ଜନନୀ ପାଶକୁ ଅଇଲେ। ବୋଲନ୍ତି ରେ ବତ୍ସ ଶୁଣ ମୋହର ବଚନ। କି ନିମନ୍ତେ ଚିନ୍ତା କର ମୋହର ଚରଣ। ତ୍ରିପୁରାଙ୍କର ବଚନ କରିଣ ଶ୍ରବଣ। ମନ୍ଦେ ହସିଣ କହନ୍ତି ମଧୁର ବଚନ। ଆଗ ମାତା ମହାନିତ୍ୟ ରାସ ଦେଖିବାକୁ। ବୋଳାଇଛି ମନ ମାଗୋ ଯିବଇଁ ସେଠାକୁ। ତ୍ରିପୁରା ବୋଲନ୍ତି ଅସ୍ତୁ କରିଲି ନନ୍ଦନ। ସେ ସ୍ଥାନକୁ ଯିବା ପାଇଁ ଅତ୍ୟନ୍ତ ଗହନ। ସଙ୍ଗତରେ ଘେନି ଯେବେ ଚଳିଯିବି ମୁହିଁ। ବିପତ୍ତି ପଡ଼ିବ ତୁମ୍ଭେ ଶୁଣ ହେ କହ୍ନାଇ। ଅସ୍ତୁ କରି ସୁପ୍ରସନ୍ନେ ଦେଇଅଛି ବର। ରକ୍ଷା କରିବି ନିଶ୍ଚୟ ସତ୍ୟ ମୋର ବୀର। ଏଥୁ ଅନ୍ତେ ଆନରସ ଶୁଣ ସାଧୁ ଜନ। ପରମ ପବିତ୍ର ଗ୍ରନ୍ଥ ତୁଳସୀ ପୁରାଣ। ତବ ଭୟ ଚରଣେ ମନ ମୋର ଥୋଇ। ଏ ମହାପୁରାଣ ଗୋଟି ରଚନା କରଇ। ତ୍ରିପୁରା କର୍ତ୍ତୃକ ମାନବ ବିଷ୍ଣୁଙ୍କର ଗୋପୀବେଶ ଓ ରାସ ଦର୍ଶନ ଅଭିଶାପ ପ୍ରାପ୍ତ। ପରୀକ୍ଷିତ ଉବାଚ ପୁନରପି ପରୀକ୍ଷିତ ଯୋଡ଼ିବେନି କର। ଶ୍ରୀ ଶୁକ ମୁନି ପୟରେ କଲେ ନମସ୍କାର। ବୋଲନ୍ତି ହେ ମହାଭାଗ ଧନ୍ୟ ସେ ତ୍ରିପୁରା। ଦର୍ଶନ କରାଇ ଦେବ କଥା ଦେଲା ପରା। ତଦନ୍ତେ ଦେବୀ ତ୍ରିପୁରା କେଉଁ କର୍ମ କଲେ। ମାନବ ବିଷ୍ଣୁଙ୍କୁ ନେଇ ରାସ ଦେଖାଇଲେ। ପରୀକ୍ଷିତଙ୍କ ମୁଖରୁ ଶୁଣିଏ ବଚନ। ଶୁକ କହୁଛନ୍ତି ରାଜା ଧୀର ମନେ ଶୁଣ। ଶ୍ରୀ ଶୁକ ଉବାଚ ପରୀକ୍ଷିତଙ୍କ ବିନୟ ଦେଖି ଶୁକପତି। ଯାହା ପୁଚ୍ଛା କରୁଅଛୁ ପରୀକ୍ଷା ନୃପତି। କହୁଛି ବୁଝାଇ ଏବେ ମନ ଦେଇ ଶୁଣ। ତ୍ରିପୁରା ମାନବ ବିଷ୍ଣୁ ନିକଟେ ମିଳିଣ। ବୋଲନ୍ତି ମାନବ ବିଷ୍ଣୁ ମୋ ନିକଟେ ବସ। ତୁମକୁ ସଜାଇ ଦେବି ଗୋପିକାଙ୍କ ବେଶ। ତେବେ ସିନା ସଙ୍ଗତରେ ଘେନି ଯିବି ମୁହିଁ। ଏତେ ବୋଲିଣ ତ୍ରିପୁରା ବିଷ୍ଣୁଙ୍କୁ ଡାକିଲେ। ବେଶ ଉପକରଣ ସେ ସମସ୍ତ ଆଣିଲେ।
ବିବିଧ ଅଳଙ୍କାରରେ କରିଲେ ମଣ୍ଡଣୀ। ମୁଖ ଗୋଟିକ ଦିଶିଲା ପୂର୍ଣ୍ଣଚନ୍ଦ୍ର ଜିଣି। ବାହାରେ ସେ ବାଜୁ ବନ୍ଧ ଯତନେ ଖଞ୍ଜିଲେ। ପୟରେ ଝୁଣ୍ଟିଆ ଯତ୍ନେ ପିନ୍ଧାଇଣ ଦେଲେ। ନାସିକାରେ ନବରତ୍ନ ନିର୍ମିତ ବସନ। ମସ୍ତକ ଉପରେ ସହୁ ଅଛି ମଥାମଣି। ଗଳାରେ ସୁବର୍ଣ୍ଣ ହାର ଦିଶେ ଶୋଭାବନ। ବେନି ଭୁଜେ ତାଡ଼ି ଯତନରେ ମୁଣ୍ଡାଇଲା। ପୂର୍ବ ଭାଗେ ଯତନରେ ପଦକ ଖଞ୍ଜିଲା। ମୁକୁତାର ଜାଲି ଗଭା ମଧ୍ୟେ ମୁଣ୍ଡାଇଲା। ଦିବ୍ୟ ଫୁଲି ପାଟ ଉପରାଣ ମୁଣ୍ଡାଇଲା। କଜଳ ଗାର ଦେଲି ସେ ବେନି ନୟନରେ। ପୟରେ ଅଳତା ଦେଲା ଅତି ଯତନରେ। ଭାଲ ପଟେ ଅର୍ଦ୍ଧଚନ୍ଦ୍ର ଆଙ୍କିଲା ଯତ୍ନରେ। ବିନ୍ଦୁ ବସାଇଲା ତୁଳି ଧରି ସୁସଞ୍ଚରେ। କର୍ଣ୍ଣରେ ସୁବର୍ଣ୍ଣ କାପ ଦିଶଇ ଶୋଭନ। ନାକ ନାସିକାରେ ସେହି ଦିଶଇ ଯତନ। କୃଷ୍ଣ କୁନ୍ତଳ କବରୀ ଯୋଡ଼ା ବେଣୀ ପାରି। ନାଗ ଫଣି ଦେଇ ଖୋସା ଦେଲେ ସଜ କରି। ଏସନ ମାନବ ବିଷ୍ଣୁ ସୁଦେଶ ହୋଇଲେ। ତ୍ରିପୁରା ସୁନ୍ଦରୀଙ୍କର ସଙ୍ଗତେ ଗମିଲେ। ଷଡ଼ଦ୍ୱାର ପାର ହୋଇ ସଙ୍ଗେ ଘେନି ଗଲେ। ଗୋପୀଙ୍କ ଗହଣେ ଯାଇ ପରବେଶ ହେଲେ। ଏପରି ସୁବେଶ ସେହି ବିଷ୍ଣୁ ହୋଇଥିଲେ। ଗୋପାଳୁଣୀ ମାନେ ତାଙ୍କୁ ବାରି ନ ପାରିଲେ। ଅନନ୍ତ ଶିଖରେ ଶୋଭେ ପଦ୍ମର କେଶର। ତହିଁରେ ମାନବ ବିଷ୍ଣୁ ହୋଇଲେ ହାଜର। ତପ୍ତ ମଣ୍ଡଳ ଉପରେ ଚାଲିଛି ରାହାସ। 16,000 ଗୋପୀ ମଧ୍ୟ ଏକଇ ପୁରୁଷ। ଛଦ୍ମ ବେଶରେ ମାନବ ବିଷ୍ଣୁ ଯାଇଛନ୍ତି। ଗୋପୀ ଭାବି ଗୋପୀ ମାନେ ଜାଣି ନ ପାରନ୍ତି। ଅଙ୍ଗେ ଅଙ୍ଗେ ଯତନରେ ଯାଇଅଛି ଯୋଡ଼ି। କମଳ କେଶରେ ମଧ୍ୟ ରହିଛନ୍ତି ହରି। ବେନି ଭୁଜ ଛନ୍ଦା ଛନ୍ଦି ବନ୍ଧା ବନ୍ଧି ହୋଇ। ଯୁଗଳ ମୂରତି ଏକ ଯାଇଅଛି ହୋଇ। ଧନ୍ୟ 16,000 ଗୋପୀ ଜୀବନ ତାଙ୍କର। କେତେ ତପ କରିଥିଲେ ସେହି ରାମାବର। ତେଣୁ ମହାନିତ୍ୟ ରାସ କରନ୍ତି ଦର୍ଶନ। ମୁଖେ ମୁଖ ରଖିଛନ୍ତି ରାଧାକୃଷ୍ଣ ଜାଣ। ସ୍ନେହ ଭରେ ଆଲିଙ୍ଗନ ପରମ ପୁରୁଷ। ପ୍ରେମାଲିଙ୍ଗନରେ ରାଧା ଅତ୍ୟନ୍ତ ହରସ। ଲକ୍ଷ ନୁହେଁ କୋଟି ସୂର୍ଯ୍ୟ ଶୋଭାଙ୍କୁ ତାଙ୍କର। ହେମଲତା ସମ ରାଧା ଦିଶନ୍ତି ସୁନ୍ଦର। କୃଷ୍ଣଙ୍କ ପରଶ ପାଇ ରାଧା ପୁଲକିତ। ରାହାସ କରନ୍ତି ଦୁହେଁ ଏହିପରି ନିତ୍ୟ। ରତ୍ନବେଦୀ ଗୋଟି ମାତ୍ର ଅଟେ 3 ଦଳ। ଷଡ଼ଦଳ ମଧ୍ୟରେ ତା ରହିଅଛି ମୂଳ। ଅଷ୍ଟଦଳେ ଅଷ୍ଟ କନ୍ୟା ଦିଶନ୍ତି ଯତନ। 16 ଦଳେ 32ରେ ସମସ୍ତ ସମ୍ପୂର୍ଣ୍ଣ।
ଶ୍ରୀ ରାଧାକୃଷ୍ଣଙ୍କ ପ୍ରୀତି ଯେମନ୍ତ ଅଟଇ 64 କଳା ଏହା ଶୁଣ ମନ ଦେଇ କାହିଁନେ ତ ଉଡ଼ୁଅଛି ତହିଁ ଫର ଫର ଆବର କେ ବଣ ସଖୀ ପକାଏ ଚାମର ଖଞ୍ଜଣି ମୃଦଙ୍ଗ ଧରି କେ ନୃତ୍ୟ କରଇ ସୁମଧୁର ସ୍ୱରେ କିଏ ଗୀତ ଗାଉଥାଇ ଆନ କେହୁ ସଖୀ ମାନେ ନୃତ୍ୟ କରୁଛନ୍ତି କେବା ବସି କରି ରାସ କ୍ରୀଡ଼ା ଦେଖୁଛନ୍ତି ଶୁଣ ହେ ବିବୁଦ୍ଧ ଜନେ ଦେଇ ମନ କର୍ଣ୍ଣ ପୁନରପି ପୁଛା କଲେ ପରୀକ୍ଷିତ ରାଣ ପରୀକ୍ଷିତ ବାଚ ପରୀକ୍ଷିତ ପଚାରନ୍ତି ହରସ ଚିତ୍ତରେ ତଦନ୍ତେ ଘଟିଲା କିସ ସେ ମହାନିତ୍ୟରେ ସକଳ ଚରିତ ମତେ ବୁଝାଇଣ କୁହ ମୋ ମନରୁ ନାଶ ଯିବ ସକଳ ସନ୍ଦେହ ନୃପତିଙ୍କର ବଚନେ ଆନନ୍ଦିତ ହୋଇ ଶ୍ରୀ ଶୁକ ମୁନି କହନ୍ତି ଶୁଣ ନର ସାଇଁ ଗୋପୀମାନେ ବିଷ୍ଣୁ ପଦେ ସେବା କରୁଛନ୍ତି ବିବିଧ ପ୍ରକାର ବାଦ୍ୟ ସେଠାରେ ବାଜୁଛି ମନ କର୍ଣ୍ଣ ଦେଇ ଶୁଣ ପରୀକ୍ଷ ରାଜନ ଏଠାରୁ ଘଟିଲା ଯେଉଁ କଥା ମାନ ଶୁଣ ମାନବ ବିଷ୍ଣୁଙ୍କୁ ଗୋପୀ ବେଶ ସଜାଇଣ ତ୍ରିପୁରା ଗୋପୀ ଗହଣେ ଦେଲେ ମିଶାଇଣ ଗୋପୀଙ୍କ ସଙ୍ଗରେ ମିଶିଗଲେ ନାରାୟଣ ତ୍ରିପୁରା ରହିଲେ ଟିକେ ପଛକୁ ହଟିଣ ବୋଲନ୍ତି ଗୋପୀ ଏବେ ଶୁଣ ମୋର ଗୀର ମନ ଜାଣି ପ୍ରଭୁଙ୍କର ସେବ ଗୋପୟର ତୁମ୍ଭଙ୍କୁ କେବଳ କଥା ଅଜଣା ଅଛଇ ଏବେଳେ କହୁଛ ସର୍ବ ଦେବୀ ମୁଁ ବୁଝାଇ ତାଳମାନ ନ ହୁଡ଼ିବ ସଙ୍ଗୀତ ଗାଇବ ବାଦ୍ୟ ତାଳେ ତାଳେ ସର୍ବ ଗୋପୀଏ ନାଚିବ ନାଚିବା କାଳରେ ସଦା ଥୟ କର ମନ ଚିତ୍ତ ବୋଲି ଯେଉଁ ପରି ନ ଯିବ ହୁଡ଼ିଣ ସଭିଏ ଗୋପ ଯୁବତୀ ରାଧା ସହଚରୀ ଏକୁ ଏକ ବାଳି ସର୍ବେ ଅଟନ୍ତି ଚତୁରୀ ତାଳ ମର୍ଦଳ ବଜାଇ ଗିନି ଯେ ଖଞ୍ଜଣି ଢାଳଇ ଚାମର କେହୁ ବିଞ୍ଚଇ ବିଞ୍ଚଣି କେବଳ ଗୋପୀ ଛତ୍ର ଧରି ଅଛି ଯେ ଶିରେ ପଙ୍ଖା ଧରି ବିଞ୍ଚଇ କେ ମନ ଆନନ୍ଦରେ ଆବର ତାମ୍ବୁଳ ଭୋଗ କରଇ କେ ନାରୀ ସର୍ବଗୋପାଙ୍ଗନା ରାଧା କୃଷ୍ଣ ସେବାକାରୀ ବିଭିନ୍ନ ପ୍ରକାର ପୁଷ୍ପ ଦିଏ କେଶ ଭୋଇ ଲେପନ୍ତି ଚନ୍ଦନ କେହୁ ଆନନ୍ଦିତ ହୋଇ ସୁବାସ ଦ୍ରବ୍ୟ କେମଣ ଗୋପୀ ଧରି କରେ ବୋଳି ପକାଉଣ ଥାଏ କୃଷ୍ଣଙ୍କ ଉପରେ ବିନୟରେ ତୋଳ ମାଳ ମସ୍ତକେ ଖଞ୍ଜଇ କର୍ପୂର କସ୍ତୁରୀ କେହୁ ଲଗାଇ ଦିଅଇ ଅଷ୍ଟରତ୍ନ ମୁଦି ଦିଏ ଅଙ୍ଗୁଷ୍ଠୀରେ ଭରି ପ୍ରଭୁଙ୍କ ହସ୍ତକୁ ଧଛି ନିଜ ହସ୍ତେ ଧରି ନପୁର ନାଦରେ କେହୁ ରଞ୍ଜେ ତାଙ୍କ ପନ ରୂପ ଶୋଭା ଦେଖାଇ କେ
କରଇ ନର୍ତ୍ତନ। ପ୍ରଭୁଙ୍କର ସେବାରେ ସେ ସଦା ଖଟିଛନ୍ତି, ନୁହନ୍ତି ସେ କେବେ ବୃଦ୍ଧା ସକଳ ଯୁବତୀ। ରାଧାଙ୍କ ସଙ୍ଗକୁ ସର୍ବେ ସିନା ସମସରି, କୋଟି ବ୍ରହ୍ମାଣ୍ଡରେ କାହିଁ ନଥିବେ ସୁନ୍ଦରୀ। ମନ କର୍ଣ୍ଣ ଦେଇ ଶୁଣ ରାଜା ପରୀକ୍ଷିତ, ଏଠାରୁ ଘଟିଲା ଯାହା ଅତୀବ ବିଚିତ୍ର। ମାନବ ବିଷ୍ଣୁ ମିଶିଲେ ଗୋପୀ ଗହଣରେ, ନିତ୍ୟ ରାସ ଦେଖିବାକୁ ହରସ ମନରେ। ନିତ୍ୟସ୍ଥଳ ଗୋପୀଙ୍କର ମଧୁର ବଚନ, ଚାହାଣି ଛଟକ ସର୍ବ ଅଟେ ଆନୁଆନ। ଗମନ କରନ୍ତି ଜିଣି ମରାଳକୁ ସେହି, ରୂପ ଶୋଭା କି ବର୍ଣ୍ଣିବି ଭାଷା ମୋର ନାହିଁ। କହନ୍ତି ବଚନ ନାନା ଛଟକ କରିଣ, ବୀଣା ସ୍ୱର ଠାରୁ ବଳି ମଧୁର ବଚନ। ଗୀତ ଗାନ କରୁଛନ୍ତି ଏକଲୟ ଧରି, ନୃତ୍ୟ କରୁଛନ୍ତି ଏବେ ସର୍ବ ଅପସରି। ନାରୀ ରୂପ ହୋଇ ଗୋପୀ ଗହଣେ ମିଶିଲେ, ପଦ ମିଳାଇଣ ତହି ନାଚି ନ ଜାଣିଲେ। ଆବର ଜାଣିଲେ ନାହିଁ କେଉଁ ଭାବେ ଚଳି, ମାନବ ବିଷ୍ଣୁ ହୋଇଲେ ମନେ ମନ ଭାଳି। ଚିତ୍ତରେ ତାଙ୍କର ଭୀତି ହୋଇଲା ସଞ୍ଚାର, ବରଡ଼ା ପତ୍ର ପରାୟ ହେଲେ ଥର ଥର। ଚାଲିବାର ଠାଣି ତାଙ୍କ ହୋଇଗଲା ଭିନ୍ନ, କମ୍ପି ଉଠିଲା ଯେ ତାହାଙ୍କର ଜାନାସନ। ନୟନ ନହିଲା ସ୍ଥିର ଚିତ୍ତ ଛନ ଛନ, ଚଉପାଶ ଚାହୁଁଛନ୍ତି ଜଗତ ଜୀବନ। ବାଇ ନ ଜାଣିଲେ ଗୀତ ମନେ ହେଲେ ଭାଳି, ଗାଇ ନ ଜାଣିଲେ ତାଳ ଲୟ ନରହରି। ଚାହିଁ ଚାହିଁ ମାନବ ବିଷ୍ଣୁଙ୍କ ଗଲା ଦିନ, ହୃଦୟରେ ଭୀତି ତାଙ୍କର ହେଲା ଜାଗରଣ। ମାନବ ବିଷ୍ଣୁଙ୍କ ରଙ୍ଗ ଢଙ୍ଗ ଦେଖି କରି, ମନରେ ସନ୍ଦେହ କଲେ ସକଳ ଚତୁରୀ। ନେତ୍ର କଣେ ଠରା ଠରି ସକଳ ହୋଇଲେ, ସାହସ କରି ନ ଥକେ ତାହାଙ୍କୁ ପୁଛିଲେ। ତାଳମାନ ଲୟ ତୋର କିଛି ରହୁନାହିଁ, କେଉଁଠୁ ଆସିଲ ସଖୀ ଏ ସ୍ଥାନକୁ ତୁହି। ମନ ନର ହୋଇ ତୋର ସ୍ୱଭାବ ଚଞ୍ଚଳ, ମହାନିତ୍ୟ ପୁରେ କେହ୍ନେ ହୋଇଲୁ ହାଜର। ରାଧିକାର ଅଙ୍ଗ ସଙ୍ଗ ତୋର କିଛି ନାହିଁ, ଗୋପିକାଙ୍କ କଳୁ ତୋର ହୃଦୟରେ ନାହିଁ। ନିତ୍ୟସ୍ଥଳେ ଆସି ତୁହି ହୋଇଲୁ ହାଜର, ନ ଜାଣି ପାରିଲୁ ନିତ୍ୟ ସ୍ଥଳର ବ୍ୟବହାର। ପୂର୍ବ ଜନ୍ମେ କେତେ ତପ ତୁହି କରିଥିଲୁ, ମହାନିତ୍ୟର ରାହାସ ନୟନେ ଦେଖିଲୁ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଚନ୍ଦ୍ର ଦିବାକର, ପଶି ନ ପାରନ୍ତି ନାହିଁ ସାହସ କାହାର। ଗୋପୀଙ୍କ ଜନମ କଥା କେହି ନ ଜାଣନ୍ତି, ଜାଣିଲେ ନାଗରୀ ତୁଲ ବଡ଼ ଭାଗ୍ୟବତୀ। ପୂର୍ବ ଜନ୍ମରେ ବହୁ ତପ କରିଥିଲୁ,
ମହାନିତ୍ୟର ରାହାସ ନେତ୍ରରେ ଦେଖିଲୁ। 14 ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଲୋକ ଥାଇ ଗୋପୀଙ୍କ ଜନ୍ମ ଚରିତ ନ ପାରନ୍ତି କହି, ନ ପାରନ୍ତି ସାଧି ଯମ ନିୟମ ଆସନ। ରେଚକ ପୁରକ ପୁଣି ତାଟକ ସାଧନ, ପବନ ଉଜାଣି ଟେକି ବସି ଯୋଗୀଶନେ। ଦେଖି ନ ପାରନ୍ତି ପ୍ରଭୁଙ୍କ ରୂପ ନୟନେ। ଗୋପୀମାନେ ନୃତ୍ୟ ଗୀତ ସକଳ ଛାଡ଼ିଲେ, ଏ ନବନାଗରୀ ଚଉପାଶେ ବେଢ଼ି ଗଲେ। ନିରାକାର ପରମ ବ୍ରହ୍ମ ଜଗତ ଠାକୁର, କେଉଁ କଥା ଗୋଟା ତାଙ୍କୁ ଅବା ଅଗୋଚର। ତ୍ରିପୁରା ମୁଖକୁ ଚାହିଁ କହନ୍ତି ବଚନ, ଛାରପା ମରି କରିଲୁ ଏଡ଼େ ଅଘଟଣ। ମାନବ ବିଷ୍ଣୁ ପ୍ରେମରେ ପାଗଳ ହୋଇଲୁ, ମହାନିତ୍ୟରେ ରାହାସ ତାଙ୍କୁ ଦେଖାଇଲୁ। ଗୋପିକାଙ୍କ ପରେ ଶ୍ରେଷ୍ଠ ହୋଇବାରୁ ତୁହି, ମାନବ ବିଷ୍ଣୁଙ୍କୁ ପୁଣି ଆଣିଲୁ ଲୁଚାଇ। ଆମ୍ଭେ ସର୍ବମାୟାଧର ଜଗତ ଠାକୁର, ଆମ୍ଭ ମାୟା ବେଗ ଦାନବଙ୍କୁ ଅଗୋଚର। ତୁ ଛାରପା ମରି ଏଡ଼େ ମନ୍ଦ କୃତ୍ୟ କଲୁ, ମାୟାଧରଙ୍କୁ ମାୟାରେ ପୁଣି ପକାଇଲୁ। ତାର ପ୍ରତିଫଳ ଭୋଗ କର ନାରୀ ମଣି, ଗୀତ ଛନ୍ଦେ ବୁଦ୍ଧିମନ୍ତ କହିବ ଖାଣି। ତ୍ରିପୁରାକୁ ପରମ ବ୍ରହ୍ମଙ୍କର ଶାପ ପ୍ରଦାନ, ତ୍ରିପୁରାଙ୍କର ମର୍ତ୍ତ୍ୟରେ ଜନ୍ମ। ପରୀକ୍ଷିତ ଉବାଚ, ଗୋପତରା ଆସ କଥା ଶ୍ରବଣ କରିଲେ, ପୁନରପି ପରୀକ୍ଷିତ ତାହାଙ୍କୁ ପୁଛିଲେ। ତ୍ରିପୁରା ମାନବ ବିଷ୍ଣୁ ଘେନି ଯାଇଥିଲା, ତାହାର କୁକର୍ମ ଫଳ କିପରି ପାଇଲା। ବୁଝାଇଣ କୁହ ମତେ ଜଗତ ବନ୍ଦନ, ତୁମ୍ଭ ମୁଖ ଶୁଣିବଇ ଏ ମହାପୁରାଣ। ପରୀକ୍ଷିତଙ୍କ ବିନୟ ଦେଖି ସୁକ ମୁନି, କହନ୍ତି ଶୁଣ ହେ ପରୀକ୍ଷିତ ନରମଣି। ଶ୍ରୀ ଶୁକ ଉବାଚ, ଯେଉଁ କଥା ପରୀକ୍ଷିତ ପୁଛା କଲୁ ମତେ, ବୁଝା କହୁଛି ସର୍ବତଃର ଯେ ଅଗ୍ରତେ। ମାନବ ବିଷ୍ଣୁଙ୍କୁ ଦେଖ ଜଗତ ବନ୍ଦନ, ତ୍ରିପୁରାର ମୁଖ ଚାହିଁ କହନ୍ତି ବଚନ। ଯେଉଁ ଅକରମ ଗୋଟିଏ ତ୍ରିପୁରା କରିଲୁ, ପ୍ରତିଫଳ ଭୋଗ କର ଏବେ ଲୋ କହିଲୁ। ଅପବିତ୍ର କରିଲୁ ଏ ମହାନିତ୍ୟ ଧାମ, କହୁଅଛି ଯେଉଁ କଥା ମନ ଦେଇ ଶୁଣ। ମାନବ ବିଷ୍ଣୁଙ୍କୁ ଘେନି ତ୍ରିପୁରା ଲୋ ଯାଅ, ମରତ ମଣ୍ଡଳେ ପୁଣି ଯୋନି ଜନ୍ମ ପାଅ। ନିରାକାରଙ୍କ ମୁଖରୁ ଏସନ ବଚନ, ଶୁଣି କରି ତ୍ରିପୁରାର ସୁଖ ଆନନ। ମନେ ମନେ ବିଚାରଇ ମୁହିଁ ଚଣ୍ଡାଳୁଣି, କେଡ଼େ ବଡ଼ ପାପ କର୍ମ କଲି ଏଠି ଆଣି। ବାମ ହସ୍ତ ଶିରେ ଦେଇ
ଅତ୍ୟନ୍ତ ଉଚ୍ଚରେ କ୍ରନ୍ଦନ କଲେ ତ୍ରିପୁରା ବସିଣ ସେଠାରେ। ନିଜକୁ ଧିକାର ବହୁ ମତେ କରାଇଲେ, ଠାକୁରଙ୍କ ପାଦେ ପଡ଼ି ବଚନ ବୋଇଲେ। ସଙ୍ଗ ଦୋଷ ବାଧା ମତେ ଲାଗିବ ମରତେ, ଜୀବନ ବଞ୍ଚାଇବି ମୁଁ କିପରି ମରତେ। ମହାପାତକ ଅର୍ଜିଲି ଆହେ ପ୍ରୀତବାସ, ଦୟାମୟ ଦଇତାରି କ୍ଷମା କର ଦୋଷ। ତ୍ରିପୁରା ବାକ୍ୟ ଶୁଣିଣ ଜଗତ ଠାକୁର, ଶ୍ରୀରାଧା ମୁଖକୁ ଚାହିଁ ବୋଲନ୍ତି ଉତ୍ତର। ବୋଲନ୍ତି ଜଗତ କର୍ତ୍ତା ଶ୍ରୀରାଧାକୁ ଚାହିଁ, ଅଭିଶାପ ଦେଲି ତାକୁ ମର୍ତ୍ତ୍ୟ ଯିବା ପାଇଁ। ତହିଁକି କିଛି କାରଣ କୁହ ମହାସତୀ, ତୁମ୍ଭେ ଯା କହିବ ତାହା ନ ପାରିବା ପଛି। ଶ୍ରୀରାଧା କହନ୍ତି ଆହେ ଜଗତ ଠାକୁର, କହୁଅଛି ଯେଉଁ କଥା ସତ୍ୟ ସତ୍ୟ ଗୀର। ଅର୍ଦ୍ଧ ଅଂଶ ରହିଥାଉ ମହାନିତ୍ୟପୁରେ, ଅର୍ଦ୍ଧ ଅଂଶେ ଜାତ ହେଉ ମରତ ଧାମରେ। ଆବର କଥା ଏ ଶୁଣ ମନ ଦେଇ ମୋର, ସତ୍ୟ ସତ୍ୟବତୀ ନାମ ହୋଇଥିଲା ତୋର। ତ୍ରେତୟା ଯୁଗେ ମାଳତୀ ହେବ ତୋର ନାମ, ଦ୍ୱାପର ତ୍ରିପୁରା ତୁହି ତୁଳସୀ ଉତ୍ତମ। କଳି ଯୁଗେ ବୃନ୍ଦାବତୀ ନାମ ବୋଲାଇବୁ, ଏ ଚାରି ରୂପରେ ତୁହି ମରତେ ରହିବୁ। ଆବର କଥା ଏ ଶୁଣ ଆଗ ଠାକୁରାଣୀ, ଯେତେ ଗୋପିତ ଅଂଶରେ ଛନ୍ତିନି ଅଗଣି। ସେ ସକଳ ମର୍ତ୍ତ୍ୟପୁରେ ହୋଇବେ ଜନମ, ପୂଜା ପାଇବେ ଗୋପୀଏ ମରତ ଭୁବନ। ତୁହି ଆଗ ମର୍ତ୍ତ୍ୟପୁରେ ହୁଅ ଅବତାର, ତୋର ପଛେ ପଛେ ଆମ୍ଭେ ଗମିବୁନି କର। ତେଣୁ ତତେ ଆମ୍ଭେ ପେଶୁ ଅଛୁ ଆଗ କରି, ମନରେ ଦୁଃଖ ନ କରି ତ୍ରିପୁରା ସୁନ୍ଦରୀ। ମର୍ତ୍ତ୍ୟପୁରେ ଯେବେ ଆଗେ ଲଭିବୁ ଜନମ, ଯେଉଁ ଜନ ତୋତେ ସଦା କରିବ ଦର୍ଶନ। ପାପ ତାପ ତାହାର ଯେ ହୋଇଯିବ ଦୂର, ଏଣୁ କରି ତ୍ରିପୁରା ଗୋ ଯାଅ ମଞ୍ଚପୁର। ଗୋପୀଙ୍କୁ ଘେନିଣ ଏବେ ଯାଅ ମର୍ତ୍ତ୍ୟପୁର। ମାନବୀ ରୂପେ ମରତେ ତୁହି ଅବତାର, ମାନବ ବିଷ୍ଣୁଙ୍କୁ ନେଇ ଯାଅ ଗବହନ। ବିଳମ୍ବରେ ଆଉ କିଛି ନାହିଁ ପ୍ରୟୋଜନ, ଅପନିନ୍ଦା ଦିଆଇଲା ବାସୁଦେବ ତୋତେ।
ପାଷାଣ ହେବ ଝୁକତେ ଦେଖିବୁ ମରତେ। ତ୍ରିପୁରା ତୁଳସୀ ନାମ ତୁହି ଗୋ ବହିବୁ କୃଷ୍ଣଚନ୍ଦ୍ରଙ୍କର ମଥା ଉପରେ ବସିବୁ। ତୋ ବିଦ୍ୟମାନେ ସେ କରିଲା ମନ୍ଦ କର୍ମ ତାହାର ମଥାରେ ତୁହି ଥିବୁ ସବୁଦିନ। ଏସନ ବଚନ ଶୁଣି ତ୍ରିପୁରା ସୁନ୍ଦରୀ ଆପଣାର ବେଶ ପରି ତ୍ୟାଗ କଲା ନାରୀ। ଦ୍ୱାରେଣ ନିଜର ବେଶ ରକ୍ଷଣ ସେ ଦେଲା ଅର୍ଦ୍ଧଂଶ ଘେନି କରି ମରତେ ଅଇଲା। ମହାନିତ୍ୟ ଧାମ ତେଜି ତ୍ରିପୁରା ସୁନ୍ଦରୀ ତ୍ରିଶାଖା ରୂପରେ ଦେଖାଦେଲା ତହୁଁ ମିଳି। ମାନବ ବିଷ୍ଣୁଙ୍କୁ ଘେନି ଦିଶଇ ସୁନ୍ଦର ତିନ ତନୁ ଷଡ଼ଦଳ ଉଭା ଯୋଡ଼ି କର। ଷଡ଼ଦଳ ତେଜା କରି ପଳାଇ ଅଇଲା 16 ଦଳେ ନିମିଷକେ ପରବେଶ ହେଲା। 32 ଦଳରେ ଆସି ହୋଇଲା ହାଜର 64 ଦଳ କଥା ମନେ ହେତୁ କର। ସମସ୍ତ ଗୋପୀଙ୍କ ଅଂଶ ଗ୍ରହଣ କରିଲା। ଚାରିଦ୍ୱାର ଚୌକତି ନିକତି ଅଇଲା। ପୂର୍ବ ସରୋବର ପାଶେ ହୋଇଲା ପ୍ରବେଶ। ଶାଖା ଦଳ ସଙ୍ଗେ ମିଶି ମନରେ ହରସ। ଶାଖା ଦଳ କଥା ଏବେ ମନ ଦେଇ ଶୁଣ। ଦ୍ୱାଦଶ ନଳ ମଧ୍ୟରେ ତାଙ୍କ ବାସସ୍ଥାନ। ଗୋପୀ ଗୋପାଳଙ୍କ ପୁର କଲା ପ୍ରଦକ୍ଷିଣ। କାଳନ୍ଦୀ ଜଳରେ ପଶି କରିଲା ସ୍ନାନ। କାଳନ୍ଦୀ ଜଳ ପାଖରେ ବିଷ୍ଣୁଙ୍କର ସ୍ଥାନ। ସେହି ବୈକୁଣ୍ଠରେ ଆସି କରିଲେ ବିଶ୍ରାମ। ସେଠାରୁ ଆସି ଗରୁଡ଼ ପୁରେ ପ୍ରବେଶିଲା। ଦେବତରୁ ତେଜି ପ୍ରକୃତ ଅଙ୍ଗେ ମିଶିଲା। ପ୍ରକୃତିରୁ ଜୟ କରି ତ୍ରିପୁରା ସୁନ୍ଦରୀ ତ୍ରିକୁଟ ସ୍ଥାନରେ ଯାଇ ମିଶିଗଲେ ବାଳି। ଦିବ୍ୟ ଶୋଭାବନ 10 ସହସ୍ର ରୂପ ହୋଇ 10 ରୂପ ହେଲେ 10 ମନ୍ଦିରେ ମହାମାଇ। ବ୍ରହ୍ମାଣ୍ଡ ହାଣ୍ଡରୁ ପୁନ ହୋଇଲେ ବାହାର। ତ୍ରିକୁଟ ପାଖରେ ପୁଣି ହୋଇଲେ ହାଜର। ଦଶନ୍ଧି ସ୍ଥାନରୁ ପୁଣି ପଳାଇ ଅଇଲେ। ସୁଷୁମ୍ନା ଦ୍ୱାରେ ଆସି ହାଜର ହୋଇଲେ। ରାଜନଦୀ ପାଶେ ଆସି ହେଲେ ପରବେଶ। ଚୌଦୀପେ ଆସ ସେହୁ ହୋଇଲେ ପ୍ରବେଶ। ଶୃଙ୍ଗରୁ ଖସିନ ପୁଣି ଗଲେ ବ୍ରହ୍ମାଣ୍ଡରେ।
ଦେବଲୋକେ ପ୍ରବେଶିଲେ ଆସୀନ ସେଠାରେ ତଦୁତାରେ ଇନ୍ଦ୍ର ଭୁବନରେ ପ୍ରବେଶିଲେ ଅଗ୍ନି ପବନ ଚନ୍ଦ୍ରକୁ ପଥେ ଭେଟ କଲେ ସୂର୍ଯ୍ୟଲୋକେ ଆସି କରି ପରବେଶ ହେଲେ ଯମରାଜାଙ୍କୁ ପଛରେ ଦର୍ଶନ କଲେ ମାନବ ବିଷ୍ଣୁଙ୍କୁ ଧରି ନିଜ ସଙ୍ଗତରେ ନିବାସ କରିଲେ ଆସି ସଞ୍ଜବନୀପୁରେ ଶୁଣ ବିଦୁଷ ମଣ୍ଡଳୀ ଦେଇ ମନ କର୍ଣ୍ଣ ପରମ ପବିତ୍ର ମାତା ସନ୍ତୋଷୀ ପୁରାଣ ଦୀନ ବୁଦ୍ଧିମନ୍ତ ସଦା ପ୍ରଭୁ ନାମ ଧ୍ୟାଇ ଏ ପୁରାଣ ଗୋଟି ଜନ ହିତେ ବିଚର।